नमस्कार ମୁଁ ଆଲୋକ ସ୍ୱାଗତ କରୁଛି ନ୍ୟୁଜ୍ ଓଡ଼ିଆକୁ। ଟି20 ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟ ଫେବୃଆରୀ 21ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ 8ଟି ଦଳକୁ 4ଟି ଦଳରେ ବିଭକ୍ତ କରାଯାଇଛି। ଟିମ୍ ଇଣ୍ଡିଆ ସେମାନଙ୍କର 4ଟି ମ୍ୟାଚ୍ ଜିତି ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସ୍ପଷ୍ଟ ଭାବରେ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଆମେରିକା ଏବଂ ନେଦରଲ୍ୟାଣ୍ଡସ୍ ଭଳି ସହଯୋଗୀ ଦଳଗୁଡ଼ିକ ଭାରତୀୟ ବୋଲିଂକୁ ପର୍ଦ୍ଦାଫାଶ କରିବାରେ କୌଣସି କସରତ ଛାଡ଼ି ନାହାନ୍ତି। ଗ୍ରୁପ୍ ପର୍ଯ୍ୟାୟ ମୂଲ୍ୟାଙ୍କନ କରି ଇଶାନ କିଶାନ, ବରୁଣ ଚକ୍ରବର୍ତ୍ତୀ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମସ୍ତେ ଭଲ ପ୍ରଦର୍ଶନ କରିଛନ୍ତି। ତଥାପି କେତେଜଣ ଖେଳାଳି ଆଶାରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଠାରେ ସେହି 3 ଜଣ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି, ଯେଉଁମାନେ ସେମାନଙ୍କ ପ୍ରଦର୍ଶନ ଆଧାରରେ ସୁପର 8ରୁ ବାଦ ପଡ଼ିପାରନ୍ତି। 2025 ମସିହାରେ ଅଭିଷେକ ଶର୍ମା 859 ରନ୍ ସଂଗ୍ରହ କରିଥିଲେ। ହଠାତ୍ ଏହା କିପରି ଘଟିଲା ଯେ ସେହି ବ୍ୟାଟ୍ସମ୍ୟାନ୍ 2026 ଟି20 ବିଶ୍ୱକପ୍ର ପ୍ରଥମ 3ଟି ଇନିଂସରେ ନିଜର ଖାତା ଖୋଲି ପାରିନାହିଁ। ଅଭିଷେକ ଶର୍ମା ବିଶ୍ୱକପ୍ରେ 0 ରନ୍ରେ ଆଉଟ୍ ହେବାର ହ୍ୟାଟ୍ରିକ୍ ହାସଲ କରିସାରିଛନ୍ତି। ସୁପର 8 ପର୍ଯ୍ୟାୟ ଗ୍ରୁପ୍ ପର୍ଯ୍ୟାୟ ଅପେକ୍ଷା ବହୁତ କଷ୍ଟକର ହେବ। ଅଭିଷେକଙ୍କ ଖରାପ ଫର୍ମ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଜିତିବା ଆଶାକୁ ବାଧା ଦେବା ପୂର୍ବରୁ ତାଙ୍କୁ ପ୍ଲେଇଂ 11ରୁ ବାଦ୍ ଦେବା ପାଇଁ ଯୋଜନା କରାଯାଉଛି।